गुड मॉर्निंग स्टूडेंट्स। आज आम वेब एंट्रांस ओडिशा आदर्श विद्यालय एंट्रांस रो किसी क्वेश्चन आलोचना करवा। ता पूर्व दयाकरी मो चैनल टी गोटे लाइक शेयर एंड सब्सक्राइब कर दिंतु, जहाद्वारा आपण मैंने मोर नुआ नुआ नोटिफिकेशन पाइपर। फास्ट क्वेश्चन, केउंटा बृहत्तम भग्नांश? केउंटी बृहत्तम बृहत्तम भग्नांश ऑप्शन दला 1/2, 2/3, 3/4, 4/4 सॉरी 4/5। कौटा बड़े जेहेतु यार हर सामान नहीं कि लभ सामान नहीं, आम कौन करिया तार हर को नहीं कि लस आगु बाहर करिए। लस आप दुई पड़ो, 2 के 2, 3, 2 दूने 4, 5 आउ छिड़ियनी 5 दूने 10, 10 3 30, 30 दूने 60। ताने यार हर मानकर लस आगु केते होला 60 होला। लस आगु 60 होला। लस आगु 60 हेले आम कौन करिया ना प्रत्येक हर को 60 करिया, माने समहर करिया। समहर करिया 1/2 इक्वल टू 1/2 मैंने 2 केते गुणे 60। आम केमी जाने जदि न जाने 60 रे 2 दब 30 तले 30 मैंने ऊपर 90 भी 30 गुणिब 30 के 30 बाई 30 दूने 60। सेकेंड ऑप्शन 2/3 इक्वल टू 2/3। 3 रे केते मल्टीपल करने 3 रे केते मल्टीपल करने 60 हे। जदि न जाने 60 रे हरण 30 हो 3 में 20 20 इंटू ऊपर भी 20 20 दूने 40 बाई 30 दूने 60। छाड़ देला 3/4 3/4 3/4 इक्वल 4 रे केते मल्टीपल 60 हे। जदि न जा पाए हरियो 60 रे 4 हरियो 4 के 4 2 होला 4 5 15 एटी 15 माने ऊपर 15 15 30 45 15 64 यार बड़ किए होला से देइछि कोन बृहत केउंटा बृहत्तम भग्नांश बड़ कोउटा एटा गोटे 40/60 होला, गोटे 30/60 होला, गोटे 45/60 होला, आ गोटे अछि 4/5 4/5 इक्वल टू 5 रे केते गुणे 60 हबो 5 के 5 5 के 5 लाख 5 दूने 10 12 ऊपर 12 12 के 12 29 32 12 4 8 48 5 2 60 ताने एटा 48 होला बड़ ताने 4/5 टा बृहत्तम रहला। पिला माने जानलो ना। 2 नंबर क्वेश्चन मैंने देछि निम्नलिखित मध्य केउंटा एक यौगिक संख्या नुहे? यौगिक संख्या नुहे, यौगिक संख्या नुहे माने देछि ऑप्शन 4 1 9 कोनोसिटी नुहे कोनोसिटी नुहे कोनोसिटी नुहे माने 4 टा गोटे कौन जुगुन से 4 अच्छी गुण नहीं कि 1 2 4 3टा ହେଇଗଲା ତାହେଲେ ଏଟା କ'ଣ ଯୌଗିକ? ଏଟା ହେବନି। ସେ କହୁଛି ଯୌଗିକ ନୁହେଁ। 1ଟା ଏକ ସ୍ୱତନ୍ତ୍ର ସଂଖ୍ୟା, ଏଟା ବି ନୁହେଁ। 9 ବି 1 3 9 ଏଟା ବି ଯୌଗିକ ସଂଖ୍ୟା। ତାହେଲେ ଅପସନ୍ 4ଟା ହେବ କୋନୋସିଟି ନୁହେଁ କୋନୋସିଟି ନୁହେଁ। ଦେନ୍ ଜାଣିବା ଗୋଟିଏ ସମବାହୁ ତ୍ରିଭୁଜରେ ଅତି ବେଶୀରେ କେତୋଟି ସମକୋଣ ଥାଏ? ସମବାହୁ ମାନେ 3ଟା ମଧ୍ୟ ବାହୁ ସମାନ। ଯେଉଁ ତ୍ରିଭୁଜର 3ଟି ଯାକ ବାହୁ ପରସ୍ପର ସମାନ ତାକୁ ସମବାହୁ ତ୍ରିଭୁଜ କୁହାଯାଏ। ସେ ସମବାହୁ ତ୍ରିଭୁଜର ସବୁ ଅଙ୍କ କେତୋଟି ସମକୋଣ ଥାଏ? ସମବାହୁ ତ୍ରିଭୁଜର ସମକୋଣ ନଥାଏ। କାରଣ କ'ଣ
ନା ସମବାହୁ ତ୍ରିଭୁଜର ପ୍ରତ୍ୟେକ କୋଣର ପରିମାଣ ହେଉଛି ଆମେ ଜାଣିଛନ୍ତି କ'ଣ ତିନୋଟି କୋଣର ପରିମାଣ 180। ଯେହେତୁ ସମବାହୁ ତ୍ରିଭୁଜ ତା କୋଣଟା ବି ସମାନ 3 ଭାଗ କରିଦେଲେ 60 ପ୍ରତ୍ୟେକ ଗୁଣ ହେଉଛି 60 ଡିଗ୍ରୀ ତେଣୁ ସମକୋଣ ନାହିଁ। ତାପରେ ଦେଖିବା ଦେଇଛି ଇଂରାଜୀ ଅକ୍ଷର Hର କେତୋଟି ପ୍ରତିସମ ଅକ୍ଷର ଅଛି। Hର କେତେଟା ପ୍ରତିସମ ଅକ୍ଷର ଅଛି ଏଇଟାକୁ ଏଇଭଳିଆ ଦ୍ୱିଖଣ୍ଡ କରିହେବ ଏଇଭଳିଆ କରିହେବ। 2ଟି ପ୍ରତିସମ ଅଛି Hର 2ଟି ପ୍ରତିସମ ଅଛି। ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ଦେଖିବା 3/4560 ସହ 3/409 ଯୋଗ କଲେ ଯୋଗଫଳ କେତେ ହେବ? କହିଛି 4560 ଆଉ ଗୋଟେ ଦେଇଛି 3/409 3/409ର ଯୋଗଫଳ 9694 ହେଲା। ତାପର ନମ୍ବର ଦେଇଛି ନେକ୍ସଟ ନମ୍ବର 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାର ଅନ୍ତର। ତାହେଲେ ଆଗେ କିଏ ଆସିବ 6 ଅଙ୍କ ବିଶିଷ୍ଟ ସଂଖ୍ୟା କ୍ଷୁଦ୍ରତମ ସଂଖ୍ୟା 6 ଅଙ୍କ ବିଶିଷ୍ଟ ସଂଖ୍ୟା 1 10 100 1000 ଅୟୁତ ଲକ୍ଷ। 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ 69,999କୁ ମାଇନସ୍ କଲେ 1 ରହିବ କେତେ 1। ତାପରେ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଇଛି ନା 28ର କେତୋଟି ଗୁଣନୀୟକ ଅଛି। 28ର କେତୋଟି ଗୁଣନୀୟକ ଅଛି କେମିତି ଜାଣିବା ନା 28 ପକେଇବା 2 K2 2 8 ସରି ଏଇଟା ଏଭଳିଆ ନୁହେଁ 1 × 28 28 ଆଉ ଗୋଟେ 2 × 14 ଆଉ କେଉଁଟାରେ ଅଛି 28 3 କେ ପଡ଼ିକି 8 9 10 ନାହିଁ 4 4 7 28 ଆଉ କେଉଁଟା ନାହିଁ ତାହେଲେ ହେଲା 1 ଗୋଟେ 2 ଗୋଟେ 4 ଗୋଟେ 7 ଗୋଟେ 14 ଗୋଟେ 28 ହେଉଛି 1 2 3 6ଟି ଗୁଣନୀୟକ ଅଛି। କେତୋଟି ଅଛି 6ଟି। 1ରୁ 50 ମଧ୍ୟରେ କେତେଟା ମୌଳିକ ସଂଖ୍ୟା ଅଛି 1ରୁ 50 ମଧ୍ୟରେ ଥିବା ମୌଳିକ ସଂଖ୍ୟା ଗୁଡ଼ିକ କୁହ କେତୋଟି ଅଛି ଜାଣିବା। 1ରୁ 50 ଭିତରେ ଗୋଟେ ଅଛି 2 3 5 7 11 13 17 19 23 29 31 41 43 ଆଉ ଗୋଟେ 47 ଆଉ କେତେଟା ହେଲା 1 2 3 4 5 6 7 8 9 10 11 12 13 14 କେତେଟା ଅଛି ସରି 14ଟି ନୁହେଁ 15ଟା ହେବ 2 3 5 7 2 3 5 7 11 13 17 ଆଉ ଗୋଟେ 19 ଲେଖା ହେଇଛି 23 ଆଉ 29 31 ଓ ଏଇଠି ଗୋଟେ ଆମେ 37 ଲେଖିନାହାନ୍ତି 15ଟି 1ରୁ 50 ମଧ୍ୟରେ 15ଟି ମୌଳିକ ସଂଖ୍ୟା ଅଛି। ନେକ୍ସଟ ଲାଷ୍ଟ କ୍ୱେଶ୍ଚନ୍ କେଉଁ ଦୁଇଟା ଯମଜ ମୌଳିକ ସଂଖ୍ୟା ଅଟନ୍ତି କେଉଁ ଦୁଇଟା ଯମଜ ମୌଳିକ ସଂଖ୍ୟା ଅଟନ୍ତି ଦେଇଛି ଗୋଟେ ଦେଇଛି 15 11 7 9 8 9 3 5 ଏଇଟା 5 11 ସେ କହିଛି ଦୁଇଟା କି ସଂଖ୍ୟା ଭିତରେ ଯୌଗିକ ସଂଖ୍ୟା ଭିତରେ ଗୋଟେ ମୌଳିକ ସଂଖ୍ୟା ଥିଲା ଏଇଟା ଯମଜ ମୌଳିକ ସଂଖ୍ୟା ହେଲା। ଏଟା ନୁହେଁ କି 7 ଏଟା ଅଛି 8 ନୁହେଁ ଏ ଦୁଇଟା ହେଉଛି ଯୌଗିକ ସଂଖ୍ୟା ନୁହେଁ ସରି ହଁ ଯୌଗିକ ସଂଖ୍ୟା 7 6 ସେଟା ବି ହେଇପାରିବ 30 ନମ୍ବର 3 ଆଉ 5 ଯେଉଁ ଦୁଇଟା ମୌଳିକ ସଂଖ୍ୟା ମଧ୍ୟରେ ଗୋଟିଏ ମାତ୍ର ଯୌଗିକ ସଂଖ୍ୟା ତ ମୁଁ ଉଲ୍ଟା କହିଦେଲି
ଦୁଇଟା ମୌଳିକ ସଂଖ୍ୟା ଭିତରେ ଯଦି ଗୋଟେ ଯୌଗିକ ସଂଖ୍ୟା ଥିବ ସେଇଟା ହେବ ଯମଜ ମୌଳିକ। ମୁଁ ଏଠି ଉଲ୍ଟାଟା କହିଦେଲି, ଏଇଟା ଦୁଇଟା ଯୌଗିକ ସଂଖ୍ୟା ଭିତରେ ମୁଁ ମୌଳିକ କହିଦେଲି, ଏଇଟା ଭୁଲ ହେବ। ଆମେ କ'ଣ ଜାଣିଲେ ନା, ଯେଉଁ ଦୁଇଟା ମୌଳିକ ସଂଖ୍ୟା ମଧ୍ୟରେ ଗୋଟିଏ ମାତ୍ର ଯୌଗିକ ସଂଖ୍ୟା ଥାଏ ସେଭଳି ସଂଖ୍ୟା ହେଉଛି 3, 5। 3ଟାର 1 ଆଉ 3, 5ରେ ବି 1 ଆଉ 5 ଦୁଇଟା ଅଛି। ତାହେଲେ ଏଇ ଦୁଇଟା ହେଉଛି କ'ଣ ମୌଳିକ ସଂଖ୍ୟା। ମୌଳିକ ସଂଖ୍ୟା ଭିତରେ ଯେଉଁ 4ଟା ଅଛି ସେଇଟା ଗୋଟେ ଯୌଗିକ ସଂଖ୍ୟା, ତା'ର 1, 2, 4 ଗୁଣନୀୟକ ଅଛି। ଦୟାକରି ମୋ ଚ୍ୟାନେଲ୍ଟିକୁ ଟିକେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆପଣ ନୂଆ ନୂଆ ନୋଟିଫିକେସନ୍ ପାଇପାରିବେ।